ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏହି ପ୍ରକାର ଅଟେ, ପ୍ରଭୁ ଆପଣଙ୍କ ଉପରେ ରାଗି ନାହାନ୍ତି। ପ୍ରଭୁ ଆପଣଙ୍କ ଉପରେ ରାଗି ନାହାନ୍ତି। ପ୍ରିୟମାନେ, କହିବା ପାଇଁ ଚାହେଁ, ପ୍ରଭୁଙ୍କର ଚରିତ୍ରକୁ ଏହି ପ୍ରକାର ଭାବରେ ବିଗାଡ଼ି ଲୋକମାନଙ୍କ ନିକଟରେ ପ୍ରକାଶ କରାଯାଏ ଯେ ପରମେଶ୍ୱର ଗୋଟେ ଏଙ୍ଗ୍ରି ୟଙ୍ଗ ମ୍ୟାନ୍ ପରି, ହିଟଲର ପରି, ବହୁତ କ୍ରୋଧକାରୀ ବ୍ୟକ୍ତିଙ୍କ ପରି ଲୋକମାନଙ୍କ ନିକଟରେ ପ୍ରକାଶ କରାଯାଏ। ପ୍ରିୟମାନେ, ଆମମାନଙ୍କ ପରମେଶ୍ୱର କ୍ରୋଧ କରନ୍ତି। ତାଙ୍କର କ୍ରୋଧ କରିବାର ରହିଛି। ବାଇବଲରେ ଆମେ ଦେଖୁଛୁ ସେ ଦୁଷ୍ଟମାନଙ୍କ ପ୍ରତି ପ୍ରତିଦିନ ସେ କ୍ରୋଧକାରୀ ପରମେଶ୍ୱର ସେ ଅଟନ୍ତି। ଆମମାନଙ୍କ ପରମେଶ୍ୱର ସେ କ୍ରୋଧ ବି କରନ୍ତି, ମାତ୍ର ସେ ଆମମାନଙ୍କ ପ୍ରତି ସେ ରାଗି ନାହାନ୍ତି। ଯଦି ଆମମାନଙ୍କ ପ୍ରତି ସେ ରାଗିଥାନ୍ତେ ତାହେଲେ ଆମେ କେବେ ହେଲେ ମଧ୍ୟ ଆମେ ଖୁସିରେ ଆନନ୍ଦରେ ରହିପାରିନଥାନ୍ତୁ। ତାଙ୍କ କ୍ରୋଧରେ ଯଦି ସେ ଆମ ପ୍ରତି କ୍ରୋଧ କରିବେ ତାହେଲେ ତାଙ୍କ କ୍ରୋଧରେ କିଏ ବଞ୍ଚିକିନା ରହିପାରିବ? ପ୍ରିୟମାନେ, ବାଇବଲରେ ଗୋଟେ ପଦ ଲେଖାଯାଏ, ମୁଁ ଆପଣମାନଙ୍କୁ ପଢ଼ି ଶୁଣାଇବା ପାଇଁ ଚାହେଁ। ସିଫୋନିଓ ଭବିଷ୍ୟତବକ୍ତାଙ୍କ ପୁସ୍ତକ, ଏହାର 3 ଅଧ୍ୟାୟ, ସିଫୋନିଓ 3 ଅଧ୍ୟାୟର 17 ପଦ। ସଦାପ୍ରଭୁ ତୁମ୍ଭର ପରମେଶ୍ୱର ତୁମ୍ଭର ମଧ୍ୟବର୍ତ୍ତୀ ଅଟନ୍ତି। ସେ ବୀର ଯେ କି ପରିତ୍ରାଣ କରିବେ, ସେ ତୁମ୍ଭ ବିଷୟରେ ପରମାନନ୍ଦ କରନ୍ତି। ଏହି ପଦ ଲେଖାଯାଏ ପରମେଶ୍ୱର ଆମ ବିଷୟରେ ଆନନ୍ଦ କରନ୍ତି ବୋଲି ଲେଖାଯାଏ ନାହିଁ, ଆମ ବିଷୟରେ ପରମାନନ୍ଦ କରନ୍ତି। ପରମେଶ୍ୱର ଆମକୁ ନେଇ ଖୁସି ଅଟନ୍ତି, ଆମକୁ ନେଇ ଆନନ୍ଦିତ ଅଟନ୍ତି। ଏହା ବାଇବଲ ଆମମାନଙ୍କୁ କହେ। ପରମେଶ୍ୱର ଆମ ପ୍ରତି ରାଗି ନାହାନ୍ତି। ଯଦି ସେ ଆମମାନଙ୍କ ପ୍ରତି ରାଗିଥାନ୍ତେ ତାହେଲେ ଆମେ କୌଣସି ପ୍ରକାର ଭାବରେ ବଞ୍ଚିକିନା ଆମେ ରହିପାରିନଥାନ୍ତୁ। ଆଜି ଅନେକ ଜଣ ତାଙ୍କ ଜୀବନରେ ପରମେଶ୍ୱର ମୋ ପ୍ରତି ରାଗିଛନ୍ତି, ମୁଁ ଏ ପ୍ରକାର ଭୁଲ କରୁଛି, ମୁଁ ଏ ପ୍ରକାର ବିଷୟ ଗୁଡ଼ିକ କରୁଛି, ମୋ ପ୍ରତି ରାଗିଛନ୍ତି, ସେଥିପାଇଁ ମୁଁ ପ୍ରଭୁଙ୍କ ପାଖକୁ ଯିବି ନାହିଁ, ମୁଁ ଚର୍ଚ୍ଚକୁ ଯିବି ନାହିଁ, ସହଭାଗିତାକୁ ଯିବି ନାହିଁ। ଏହି ପ୍ରକାର ମନୋଭାବ ଅନେକ ଲୋକଙ୍କର ରହିଅଛି, କାରଣ ପରମେଶ୍ୱରଙ୍କୁ ସେମାନେ ଭଲ ଭାବରେ ବୁଝି ନାହାନ୍ତି। ଯଦି ପରମେଶ୍ୱରଙ୍କୁ ଭଲ ଭାବରେ ବୁଝିଥାନ୍ତେ ତାହେଲେ ସେ ପ୍ରଭୁଙ୍କ ପାଖକୁ ଯାଇଥାନ୍ତେ। ଆମେ ଅପବ୍ୟୟ ପୁତ୍ରଙ୍କ ବିଷୟରେ ଆମେ ଦେଖୁ। ଅପବ୍ୟୟ ପୁତ୍ର ପିତାଙ୍କର ଏତେ ସବୁ ଧନ ସମ୍ପତ୍ତିକୁ ନଷ୍ଟ କରିଦେଲା, ନାମ ଚରିତ୍ରକୁ ସେ ତଳକୁ ପକାଇଦେଲା, ମାତ୍ର ଯେଉଁ ସମୟରେ ସେ ଫେରିକିନା ପିତାଙ୍କ ନିକଟକୁ ସେ ଆସୁଅଛି, ସେହି ସମୟରେ ପୁଅ ଧାଇଁ ଧାଇଁକିନା ପିତାଙ୍କୁ ମିଶିବା ପାଇଁ ଯାଉନାହିଁ, ମାତ୍ର ପିତା ଧାଇଁ ଧାଇଁ ପୁତ୍ରଙ୍କୁ ମିଶିବା ପାଇଁ ଆସୁଅଛନ୍ତି। ପୁତ୍ର ଯେ ପ୍ରକାର ପରିସ୍ଥିତିରେ ମଧ୍ୟ ସେ ଥିଲେ, ତାଙ୍କୁ ଆଲିଙ୍ଗନ କଲେ, ତାଙ୍କୁ ଚୁମ୍ବନ କଲେ, ଆଉ ତାଙ୍କୁ ଉତ୍ତମ ବସ୍ତ୍ର ପିନ୍ଧାଇବା ପାଇଁ କହିଲେ, ପାଦରେ ପାଦୁକା, ହାତରେ ମୁଦି ଦେଲେ, ଗୋଟେ ବହୁତ ବଡ଼ ଭୋଜି ସେ ପ୍ରସ୍ତୁତ କଲେ। ପ୍ରିୟମାନେ, ଆପଣଙ୍କୁ କହିବା ପାଇଁ ଚାହେଁ, ପରମେଶ୍ୱର ଆମ ପ୍ରତି ରାଗି ନାହାନ୍ତି, କାରଣ ଆମ ବିଷୟରେ ପରମାନନ୍ଦ କରିବେ। ସେ ଆପଣା ସ୍ନେହ ଭରରେ ନୀରବ ହେବେ, ସେ ଗାନ କରି ତୁମ୍ଭ ବିଷୟରେ ଉଲ୍ଲାସ କରିବେ। ପରମେଶ୍ୱର ଗାନ କରି ଆମ ବିଷୟରେ ସେ ଉଲ୍ଲାସ କରିବା ପରମେଶ୍ୱର ସେ ଅଟନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ପରମେଶ୍ୱରଙ୍କୁ ଆମେ ଜାଣିବା। ପରମେଶ୍ୱର ସେ କ୍ରୋଧ କରନ୍ତି, ସେ କ୍ରୋଧରେ ଧୀର, ଅତ୍ୟନ୍ତ ଦୟାଳୁ ପରମେଶ୍ୱର ସେ ଅଟନ୍ତି। ସେ ଗ୍ରାସକାରୀ ଅଗ୍ନି ମଧ୍ୟ ଅଟନ୍ତି। ସେ ପାପୀ ପ୍ରତି ତାଙ୍କର ହୃଦୟରେ ସେହି କ୍ରୋଧ ରହିଛି, ମାତ୍ର ପରମେଶ୍ୱର ଆମକୁ ରାଗି ନାହାନ୍ତି। ଆମେ ତାଙ୍କର ସନ୍ତାନ ଅଟୁ। ଆମେ ବିଭିନ୍ନ ସମୟରେ ଆମେ ପଡ଼ିଯାଉ, ଆଉ ଆମମାନେ ବିଭିନ୍ନ ସମୟ ମଧ୍ୟରେ
ଆମେ ଅନେକ ପ୍ରକାର ବିଷୟ ଗୁଡ଼ିକ କରୁ ଯାହାକି ପରମେଶ୍ୱରଙ୍କୁ ପସନ୍ଦ ନାହିଁ। ମାତ୍ର ଯେଉଁ ସମୟରେ ଆମେ ଅନୁତାପ କରୁ, ଆମ ପାପକୁ ଆମେ ସ୍ୱୀକାର କରୁ, ପ୍ରଭୁଙ୍କ ନିକଟକୁ ଆସୁ, ସେହି ସମୟରେ ପରମେଶ୍ୱର ଆମକୁ ଗ୍ରହଣ କରନ୍ତି। କାରଣ ଶୈତାନର କାମ ପରମେଶ୍ୱରଙ୍କ ଚରିତ୍ରକୁ ବିଗାଡ଼ି ଆମମାନଙ୍କ ନିକଟରେ ସେ ରଖେ, ଯାହାଦ୍ୱାରା କି ଆମେ ପ୍ରଭୁଙ୍କ ନିକଟକୁ ଯିବା ପାଇଁ ଆମେ ସବୁ ସମୟରେ ଆମେ ସନ୍ଦେହରେ ଥାଉ। ଆମେ ପରମେଶ୍ୱର ଆମ ପ୍ରତି ରାଗି ନାହାନ୍ତି। ପରମେଶ୍ୱର ଆମ ପାଇଁ ସେ ପରମାନନ୍ଦ କରନ୍ତି, ସେ ଗୀତ ଗାନ କରନ୍ତି। କେତେ ସୁନ୍ଦର! ଯଦି ରୋମିଓ 8 ଅଧ୍ୟାୟ ପଢ଼ିବା ଆମେ ଏହାର 31 ପଦ, ତେବେ ଏ ସମସ୍ତ ଦୃଷ୍ଟିରେ ଆମ୍ଭେମାନେ କ'ଣ କହିବା? ଯଦି ଈଶ୍ୱର ଆମ୍ଭମାନଙ୍କ ସପକ୍ଷ, ତେବେ ଆମ୍ଭମାନଙ୍କ ବିପକ୍ଷ କିଏ? ପ୍ରିୟମାନେ, ପରମେଶ୍ୱର ଆମମାନଙ୍କ ସପକ୍ଷରେ ଅଟନ୍ତି, ଆମ ସାଇଡ଼ରେ ଅଛନ୍ତି, ଆମ ସହିତ ସେ ଅଟନ୍ତି। ସେ ଇମାନୁଏଲ ପରମେଶ୍ୱର ଅଟନ୍ତି। ଆଜି ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆପଣ ଯେକୌଣସି ପରିସ୍ଥିତିରେ ମଧ୍ୟ ଅଛନ୍ତି, ଯେକୌଣସି ଅବସ୍ଥାରେ ଅଛନ୍ତି, ଆପଣ ପ୍ରଭୁଙ୍କୁ ଡାକିପାରିବେ। ପ୍ରଭୁ ଆପଣଙ୍କର ଡାକକୁ, ଆପଣଙ୍କର ପ୍ରାର୍ଥନା ଶୁଣିବା ପାଇଁ ସେ ପ୍ରସ୍ତୁତ ଅଛନ୍ତି। ପରମେଶ୍ୱର ଆପଣଙ୍କ ପ୍ରତି ରାଗି ନାହାନ୍ତି, ଆପଣଙ୍କ ପ୍ରତି ସେ କ୍ରୋଧ ରଖି ନାହାନ୍ତି। ଆପଣଙ୍କୁ ସେ ପୁନର୍ବାର ଆପଣଙ୍କ ଆହ୍ୱାନ କରୁଛନ୍ତି। ଆମେ ଯେ ପ୍ରକାର ଅପବ୍ୟୟ ପୁତ୍ର ପ୍ରତି ପିତାଙ୍କ ପାଖକୁ ଯିବା, ସେ ଆମ ପାଇଁ ଜଗିଛନ୍ତି, ଆମକୁ ଆଲିଙ୍ଗନ କରିବେ, ଆମକୁ ନୂଆ ବସ୍ତ୍ର ଦେବେ, ଆମକୁ ପାଦରେ ପାଦୁକା, ହାତରେ ମୁଦି ଦେବେ। କାରଣ ପରମେଶ୍ୱର ଆମମାନଙ୍କ ସପକ୍ଷ। ଆଜି ଯେକୌଣସି ପ୍ରକାର ପରିସ୍ଥିତି ମଧ୍ୟରେ ଆପଣ ଅଛନ୍ତି, ଆପଣଙ୍କୁ ପ୍ରଭୁ ରାଗି ନାହାନ୍ତି, ମାତ୍ର ଆପଣଙ୍କର ଅପେକ୍ଷାରେ ଅଛନ୍ତି। ଆପଣ ଯେ ପ୍ରକାର କି ତାଙ୍କ ନିକଟକୁ ଯିବେ, ଆପଣ ତାଙ୍କ ପାଖକୁ ଯାଇ ନିଜକୁ ପରିଷ୍କାର କରିବେ, ଏହା ସେ ଚାହାନ୍ତି। କାରଣ ଲେଖାଯାଏ, ଯଦି ପଢ଼ିବା ଆମେ ରୋମିଓ 8 ଅଧ୍ୟାୟରେ 1 ପଦ, ଅତଏବ ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଅଛନ୍ତି ସେମାନଙ୍କ ପ୍ରତି ବର୍ତ୍ତମାନ କୌଣସି ଦଣ୍ଡାଜ୍ଞା ନାହିଁ। ପ୍ରିୟମାନେ, ଖ୍ରୀଷ୍ଟଙ୍କ ବାହାରେ ଦଣ୍ଡାଜ୍ଞା ଅଛି। ଖ୍ରୀଷ୍ଟଙ୍କ ସହିତ ଯେଉଁମାନେ ଅଛନ୍ତି, ଖ୍ରୀଷ୍ଟଙ୍କ ଠାରେ ଯେଉଁମାନେ ଅଛନ୍ତି, ସେମାନଙ୍କ ପ୍ରତି କୌଣସି ଦଣ୍ଡାଜ୍ଞା ନାହିଁ, କୌଣସି କଣ୍ଡମନେସନ୍ ନାହିଁ। ତାଙ୍କୁ କେହି ମଧ୍ୟ କଣ୍ଡମ କରିପାରିବେ ନାହିଁ। କାରଣ ବାଇବଲ ଆମମାନଙ୍କୁ କହେ, ଯଦି ଆମେ ସେହି 8 ଅଧ୍ୟାୟର 32 ପଦ, ଯେ ଆପଣା ପୁତ୍ରକୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭମାନଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ? ଈଶ୍ୱରଙ୍କ ମନୋନୀତ ଲୋକମାନଙ୍କ ବିରୁଦ୍ଧରେ କିଏ ଅଭିଯୋଗ କରିବ? ଈଶ୍ୱର ତ ସେମାନଙ୍କୁ ଧାର୍ମିକ ବୋଲି ଗଣନା କରିଅଛନ୍ତି। କିଏ ଦଣ୍ଡାଜ୍ଞା ଦେବ? ଖ୍ରୀଷ୍ଟ ଯୀଶୁ ତ ମୃତ୍ୟୁ ଭୋଗ କଲେ, ବରଂ ସେ ଉତ୍ଥିତ ହେଲେ, ସେ ଈଶ୍ୱରଙ୍କ ଦକ୍ଷିଣ ପାର୍ଶ୍ୱରେ ଅଛନ୍ତି, ସେ ମଧ୍ୟ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରୁଅଛନ୍ତି। ପ୍ରିୟମାନେ, ପରମେଶ୍ୱର ଆମ ପ୍ରତି ରାଗି ନାହାନ୍ତି। ଆପଣ ତାଙ୍କ ପାଖକୁ ଯାଇପାରିବେ। ଆପଣ ଯେକୌଣସି ପରିସ୍ଥିତିରେ ମଧ୍ୟ ଅଛନ୍ତି, ଆପଣ ତାଙ୍କ ନିକଟକୁ ଯାଇପାରିବେ, ନିଜ ଜୀବନକୁ ତାଙ୍କଠାରେ ସମର୍ପଣ କରିପାରିବେ। ଯଦି କୌଣସି ପ୍ରକାର ପାପ ଅପରାଧ ଆପଣ କରିଛନ୍ତି, ତାହେଲେ ଆପଣ କ୍ଷମା ମାଗିପାରିବେ, କାରଣ ସେ କ୍ଷମା କରିବା ପରମେଶ୍ୱର। ସେଥିପାଇଁ ସାଧୁ ଜୋହନ କହନ୍ତି, ଯଦି ଆମମାନେ ଆପଣା ପାପ ସ୍ୱୀକାର କରୁ, ତାହେଲେ ସେ ଆମମାନଙ୍କ ସମସ୍ତ ପାପରୁ ଆମମାନଙ୍କୁ ସେ ପରିଷ୍କାର କରିବା ପାଇଁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ପରମେଶ୍ୱର ଆପଣଙ୍କ ପ୍ରତି ରାଗି ନାହାନ୍ତି, ଆପଣଙ୍କ ଅପେକ୍ଷାରେ ଅଛନ୍ତି। ଆପଣ ଯାଇ ତାଙ୍କଠାରେ ନିଜ ଜୀବନକୁ ସମର୍ପଣ କରିପାରିବେ। ଯେମିତିକି ଅପବୟ ପୁତ୍ର, ସେ ନିଷ୍ପତ୍ତି ନେଲା, ମୋ ପିତାଙ୍କ ପାଖକୁ ଯିବି। ଆଜି ଆପଣ ନିଷ୍ପତ୍ତି ନେଇପାରିବେ, ମୁଁ ମଧ୍ୟ ପିତାଙ୍କ ପାଖକୁ ଯିବି। ସେ ମୋର ଅପେକ୍ଷାରେ ଅଛନ୍ତି। ସେ ମୋର ପିତା ଅଟନ୍ତି, ମୋର ସୃଷ୍ଟିକର୍ତ୍ତା ଅଟନ୍ତି। ପ୍ରିୟମାନେ, ଆମେ ବିଗିଡ଼ି ଗଲୁ, ପ୍ରଭୁ ଆମକୁ ତିଆରି କଲେ, ଆମ ପୁନର୍ବାର ପୁନର୍ଗଠନ କଲେ। ଆଜି ମଧ୍ୟ ଆପଣ ପିତାଙ୍କ ନିକଟକୁ ଯାଇ ନିଜ ଜୀବନକୁ ସମର୍ପଣ କରିପାରିବେ। ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ, ତୁମେ ଆମମାନଙ୍କୁ ରାଗି ନାହ ପ୍ରଭୁ। ମୁଁ ତୁମକୁ ଧନ୍ୟବାଦ ଦିଏ, ଆମକୁ କ୍ଷମା କରିବା ପାଇଁ, ନିଜର କରିବା ପାଇଁ ତୁମେ ସବୁବେଳେ ପ୍ରସ୍ତୁତ ଅଛ। ଆମେ ତୁମର ଗୌରବ କରୁଛୁ। ଆଜି ବାକ୍ୟ ଦ୍ୱାରା ତୁମେ ଆମ ସହିତ କଥାବାର୍ତ୍ତା ହେଲ, ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦିଏ ପ୍ରଭୁ। ପ୍ରଭୁ, ପ୍ରାର୍ଥନା କରି ଯେଉଁମାନେ ଏବେ ଏ ପ୍ରାର୍ଥନା ଶୁଣି ତୁମ ନିକଟକୁ ଆସୁଛନ୍ତି, ତୁମେ ସେମାନଙ୍କୁ ଗ୍ରହଣ କର, ସେମାନଙ୍କ ଜୀବନକୁ ପୁନର୍ବାର ରିଷ୍ଟୋର କର, ଆଉ ସେମାନେ ଯେ ପ୍ରକାର ତୁମଠାରେ ଲାଗି ରହିବେ ଅନୁଗ୍ରହ ପ୍ରଦାନ କର। ପ୍ରାର୍ଥନା ଶୁଣିଛ, ଧନ୍ୟବାଦ ଦିଏ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁ ନାମରେ ମାଗୁଛୁ, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଆଉ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।